ଜୟ ଜଗନ୍ନାଥ ସମସ୍ତଙ୍କୁ ସୁପ୍ରଭାତ। ତ ଆଜିର କ୍ଲାସରେ ତ କାଲି ଆମେ ଯୋଉ ରିମାଇଣ୍ଡର ଥିଓରମ ର ପଢିଥିଲେ କଣ ନା ଜେନେରାଲ ଷ୍ଟେଟମେଣ୍ଟ ପଢିଥିଲେ ଯେମିତି ax ପ୍ଲସ b ର ପାୱାର n ଥିବ ତ ଯଦି ଆମେ a ଦ୍ୱାରା ଡିଭାଇଡ କରିବା ତାହେଲେ ରିମାଇଣ୍ଡର କଣ ଆସିବ ଆଉ ରିମାଇଣ୍ଡର କିଛି ବେସିକ କନସେପ୍ଟ ଜାଣିଥିଲେ ଯେମିତି ପଜିଟିଭ ରିମାଇଣ୍ଡର ରହିଲା ଆପଣଙ୍କର ଆଉ ନେଗେଟିଭ ରିମାଇଣ୍ଡର। ଆଜି ସେଇ ଡିସ୍କସନ ଆମେ ଆଗକୁ ନବା ତ ଆଜି ଜାଣିବା ଆମେ ବହୁତ ଗୁଡିଏ ଜିନିଷ ବହୁତ ଗୁଡିଏ ରିମାଇଣ୍ଡର ଆଉ ବହୁତ ଗୁଡିଏ ଥିଓରମ ଅଛି ଯୋଉ ଯୋଉ ଥିଓରମ ଗୁଡିକ ଉପରୁ ଆପଣଙ୍କୁ କୋଶ୍ଚିନ୍ ଆସିଥାଏ ସେଇ ଥିଓରମ ଗୁଡିକ ପଢିବା ଆଉ ବହୁତ ମଜା ଲାଗିବ ପଢିବା ପାଇଁ। ଯଦି ଆପଣଙ୍କର କିଛି ଡାଉଟ ବି ରହିছে ତାହେଲେ ଆମ ଯୋଉ ଡେସ୍କ୍ରିପସନ ରେ ଟେଲିଗ୍ରାମ ଗ୍ରୁପ ଦିଆଯାଇଛି ଲିଙ୍କ ଦିଆଯାଇଛି ସେ ଟେଲିଗ୍ରାମ ଗ୍ରୁପ ର ଲିଙ୍କ କୁ ଯାଇକି ଆପଣ ମାନେ ଡିସ୍କସନ ଗ୍ରୁପ କୁ ଯାଇକି ଆପଣଙ୍କର ଡାଉଟ ପଚାରି ପାରିବେ ଆଉ ଆମେ ପୁରା ସହଯୋଗ କରିବୁ ଆପଣଙ୍କର ଡାଉଟ କୁ କ୍ଲିୟର କରିବା ପାଇଁ। ଠିକ ଅଛି ତ କାଲି ଗୋଟେ ଜିନିଷ ପଢିଥିଲେ ତାରି ଉପରେ କିଛି କ୍ୱେଶ୍ଚିନ୍ ଡିସ୍କସନ କରିବା ଯେମିତି କଣ ଦେଇଛି ନା 38 ର ପାୱାର 129 ଅଛି ଆଉ ତାକୁ କହୁଛନ୍ତି ନା 37 ରେ ଡିଭାଇଡ କରିବି ମତେ ତାହେଲେ କୁହନ୍ତୁ ଏଥିରେ ଯେତେବେଳେ ମୁଁ 38 ର ପାୱାର 129 କୁ 37 ରେ ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର କଣ ଅଛି। ତ ଭାଇ ମାନେ କାଲି ଗୋଟେ ଜିନିଷ କହିଥିଲି ଆପଣଙ୍କୁ କଣ କହିଥିଲି ନା ax ପ୍ଲସ b ର ପାୱାର ଯଦି n ଥିବ ଆଉ ତାକୁ ମୁଁ କହୁଥିଲି ନା x ରେ ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର ସବୁବେଳେ କଣ ଆସିବ କହିବେ ଭାଇ ମାନେ ରିମାଇଣ୍ଡର ସବୁବେଳେ b ର ପାୱାର n ଆସିବ। ଠିକ ଅଛି b ର ପାୱାର n ଆସିବ। ଆଉ ଯଦି ମୁଁ 38 କୁ ଏମିତି ଲେଖିପାରିବି ନା ନାଇଁ 37 ପ୍ଲସ 1 ତାର ପାୱାର କେତେ ରହିବ 129 ଡିଭାଇଡେଡ ବାଇ କେତେ 37। ତ ଦେଖିଲେ ଭାଇ ମାନେ ଏଠି ଗୋଟେ ଜିନିଷ ଦେଖିଲେ ଏଠି ax କେତେ ଅଛି ନା 37 ଅଛି ଆଉ ଏଠି କେତେ ଅଛି ନା 1 ଅଛି ଯଦି 1 ଥିବ ତାହେଲେ ମୁଁ କଣ କରିବି 1 ର ପାୱାର 129 ତାହେଲେ ଆପଣଙ୍କ ଆନ୍ସର କେତେ ଆସିବ 1 ଆସିବ। ତାଠୁ ମୁଁ ଯଦି ଆପଣଙ୍କୁ କହିବି ରିମାଇଣ୍ଡର କେତେ ଆସିବ ତାହେଲେ ଆପଣ ମାନେ କହିପାରିବେ ଯେ ରିମାଇଣ୍ଡର 1 ଆସିବ। ତ ଏଇଭଳି କ୍ୱେଶ୍ଚିନ୍ ଆସିଲେ ଆଇ ହୋପ କି ଆପଣ ମାନେ କରିପାରିବେ। ଯଦି କ୍ୱେଶ୍ଚିନ୍ କିଛି ବୁଲେଇକି ଦେଇଥିବ ଯେମିତି ମୁଁ କହୁଛି ଗୋଟେ କ୍ୱେଶ୍ଚିନ୍ ଟେ ଯେମିତି ଗୋଟେ କ୍ୱେଶ୍ଚିନ୍ ଟେ କହୁଛି ମନେକର କେତେ ନା 127 ଦେଇଛି ନା କେତେ ଦେଇଛି କ୍ୱେଶ୍ଚିନ୍ କହିଲେ ଭାଇ ମାନେ ଦେଇଛି ଆପଣଙ୍କର 168 ଦେଇଛି କେତେ ଦେଇଛି 13 ର ପାୱାର ଅଛି 26 ତାକୁ ମୁଁ ଯଦି 168 ରେ ଡିଭାଇଡ କରିବି क्वेश्चन आपन एमती अछि 13 ର ପାୱାର ଅଛି କେତେ ନା 26 ଅଛି ଆଉ ଆପଣଙ୍କୁ କହୁଥିଲେ ନା 168 ରେ ଡିଭାଇଡ କରିବାକୁ ପଡିବ ତାହେଲେ ମତେ ଗୋଟେ କଥା କୁହନ୍ତୁ ଏଥିରେ ରିମାଇଣ୍ଡର କେତେ ଆସିବ। ତ ଆପଣ ମାନେ ଦେଖୁଥିଲେ ଏଠି କଣ ତାର ଗୋଟେ ପାଖାପାଖି ସଂଖ୍ୟା ଥିଲା ବୋଲି ଆପଣ କାଲକୁଲେସନ କରୁଥିଲେ ତ ଏଇଭଳି କ୍ୱେଶ୍ଚିନ୍ ଆସିଲେ କଣ କରିବେ ତାକୁ ଗୋଟେ ଢାଞ୍ଚାରେ ପକେଇବେ ଗୋଟେ ଏମିତି ରିଲେସନ କରିବେ ଯେମିତି ଆମର ଫର୍ମୁଲା ଉପରକୁ ଆସୁଥିବ ତାହେଲେ ମୁଁ ଆପଣଙ୍କୁ ଏମିତି ଲେଖିପାରିବି 13 ର ପାୱାର 2 ତାର ପାୱାର 13 ଏମିତି କରିପାରିବି ନା କରିପାରିବି କରିପାରିବି କାରଣ ଆପଣ ମାନେ ଜାଣିଛନ୍ତି a ର ପାୱାର b ର ପାୱାର ସରି ତେବେ ଆପଣ ଜାଣିଛନ୍ତି a ର ପାୱାର x ତାର ପାୱାର ଯଦି y ଥାଏ ତାହେଲେ ଆପଣଙ୍କର କଣ ହବ a ଟୁ ଦ ପାୱାର xy ହବ ସେମିତି ମୁଁ କହିଲି ଏଇ xy କୁ ଭାଙ୍ଗିଦେଲି ଏଇ 26 କୁ ଭାଙ୍ଗିଦେଲି କେତେ 13 ଆଉ 2 ରେ ମୁଁ ଆପଣଙ୍କୁ ଏମିତି କହିପାରିବି 13 ପାୱାର 2 ତାର ପାୱାର 13 ତାକୁ ଡିଭାଇଡ କୋଉଥିରେ କରିବି ନା 168 ରେ ଡିଭାଇଡ କରିବି। ঠিক ଅଛି କେତେ ଡିଭାଇଡ କରିବି ନା 168 ରେ ଡିଭାଇଡ କରିବି ଆପଣ ମାନେ 13 ସ୍କୋୟାର କେତେ 169 ତାର ପାୱାର କେତେ ରହିବ 13 ରହିବ ତାକୁ ଯଦି ମୁଁ 168 ରେ ଡିଭାଇଡ କରିବି ତାହେଲେ ଏଇଟା ମୁଁ ଏମିତି ଲେଖିବାନି 168 ପ୍ଲସ 1 ତାର ପାୱାର କେତେ ନା 13 ତାକୁ କୋଉଥିରେ ଡିଭାଇଡ କରୁଛି ନା 168 ରେ ଡିଭାଇଡ କରୁଛି ଯଦି ମୁଁ ଗୋଟେ ଜିନିଷ ଜାଣିପାରିବି ସେଇଭଳି ଆସିଲା କେତେ ଆସିଲା ତାହେଲେ ମୋର ରିମାଇଣ୍ଡର ଆସିଗଲା 1 ଆସିଗଲା। ଠିକ ଅଛି ଏଥିରୁ ମଧ୍ୟ ଆପଣଙ୍କ ରିମାଇଣ୍ଡର କେତେ ଆସିବ 1 ଆସିଯିବ। ଆଉ ଗୋଟେ ଜିନିଷ ମଧ୍ୟ କହିଥିଲି ତାପରେ ଗୋଟେ କ୍ୱେଶ୍ଚିନ୍ କରୁଛି ଆପଣଙ୍କୁ ଯେମିତି ଆପଣଙ୍କର ରହିଗଲା କେତେ ନା 4 ର ପାୱାର ମାନେ ରହିଗଲା କେତେ ନା ଏମିତି ରହିଗଲା ମୁଁ କହିଥିଲି କାଲି ୟା କ୍ୱେଶ୍ଚିନ୍ ଆଉ କେତେ ରହିବ ନା ଆପଣଙ୍କର 3 ର ପାୱାର ତାକୁ ଯଦି ମୁଁ କେତେରେ ଡିଭାଇଡ କରିବି ନା 7 ରେ ଡିଭାଇଡ କରିବି ମତେ କୁହନ୍ତୁ ରିମାଇଣ୍ଡର କଣ ଆସିବ। ତ ଏଇଭଳି ଯଦି କ୍ୱେଶ୍ଚିନ୍ ଆସେ ବହୁତ ପିଲା କନଫ୍ୟୁଜନ ହେଇଯାନ୍ତି ଯଦି କନଫ୍ୟୁଜନ ହବା କିଛି ନାହିଁ ଆପଣ ଟେକ୍ନିକ ଜାଣିଛନ୍ତି ଫର୍ମୁଲା ମଧ୍ୟ କହିଛି ଦେଖନ୍ତୁ ଭାଇ ମୁଁ ଏଇଟାକୁ ଏମିତି କରିପାରିବି କେତେ କରିପାରିବି ତେଣୁ ଯେତେବେଳେ କିଛି ନ ଆସେ ଆପଣ ମାନେ କାଲକୁଲେସନ ଆଗକୁ ବଢେଇବେ କଣ କରିପାରିବି 4 ର ସ୍କୋୟାର ତା ପାୱାର କେତେ କରିପାରିବି 111 କରିପାରିବି ପ୍ଲସ 3 ର ପାୱାର କେତେ ମୁଁ କଣ କରିବି 3 ର ପାୱାର 5 ତା ପାୱାର କେତେ 111 କରିପାରିବି କାରଣ ଆମେ ଜାଣିଛୁ ଗୋଟେ ଜିନିଷ କଣ ଜାଣିଛେ
a ର ପାୱାର n ପ୍ଲସ b ର ପାୱାର n डिवाइडेड जदि मु को कहबी यार गोटे फैक्टर होची के यार गोटे फैक्टर होची a प्लस b बुझि परछो या फैक्टर होची के ना a प्लस b जते बेले कोन होइतो मोर n गोटे कोन होइतो ना ओडा ऑड नंबर हेतो ऑड नंबर काली आपन गोटे कहिथिली n कहतो गोटे ना ऑड नंबर हेची बस देखिले भाई माने तले मु ए n को समान करे जते एमिति क्वेश्चन आसीबो आपन मान समझ प्रथमे कोन करबे ना n को समान करियो चाहिए देखिले भाई माने n को डिफरेंट डिफरेंट देछ तो सेति मैं कोन करली सेति मैं ता कोन करला पाखा पाखी नै आसी ठीक अछि डिवाइडेड बाय केते ना 7 तो 4 स्क्वायर केते ହେଲା ଆପଣଙ୍କର 16 ତା ପାୱାର କେତେ 4ଟା 1 3 ପାୱାର 5 ମାନେ କେତେ 3 ପାୱାର 5 ହେଲେ କେତେ ହେଇଛି ଆପଣଙ୍କର ନା 243 କେତେ ହେଇଯିବ 243 ତା ପାୱାର କେତେ ट्रिपल 1 4ଟା 1 डिवाइडेड बाय 7 ତାହେଲେ ମୁଁ କହିଥିଲି ୟାର ଗୋଟେ ଫ୍ୟାକ୍ଟର କେତେ ଆସିବ ଆପଣଙ୍କର ୟାର ଗୋଟେ ଫ୍ୟାକ୍ଟର ଆପଣଙ୍କର ଆସିବ କେତେ ନା ଦେଖନ୍ତୁ ଯେତେବେଳେ a ର ପାୱାର n b ର ପାୱାର n ଆଉ n ଗୋଟେ ଅଡ୍ ନମ୍ବର ଥିବ ଦେଖନ୍ତୁ ଏଠି a ଅଛି କେତେ 16 ତା ପାୱାର ଅଛି କେତେ 1111 ଏଠି ଅଛି b କେତେ ନା b ଅଛି 243 ତା ପାୱାର ଅଛି 1111 ତାହେଲେ ଆପଣ ଗୋଟେ ଫ୍ୟାକ୍ଟର ଅଛି n ଗୋଟେ ଅଡ୍ ନମ୍ବର ଏଟା 1111 ଗୋଟେ ଅଡ୍ ନମ୍ବର ଏଟା ଗୋଟେ ଅଡ୍ ନମ୍ବର ଯଦି ଏ ଦିଟା ଅଡ୍ ନମ୍ବର ତାହେଲେ ଗୋଟେ ଫ୍ୟାକ୍ଟର କେତେ ଆସିବ 16 ପ୍ଲସ 243 16 ପ୍ଲସ କେତେ 243 ତାହେଲେ ଆମର କେତେ ହେଇଛି ଭାଇ ଦେଖିଲେ 9 9 ଇଏ କେତେ ହେଇଯିବ ଠିକ ହେଇଯିବ ଠିକ ହେଇଯିବ ଭାଇ ମାନେ ବର୍ତ୍ତମାନ ଦେଖିଲେ ଭାଇ ମାନେ 259 କୁ ଯଦି ମୁଁ 7 ରେ ହରୁଛି ତାହେଲେ ଦେଖିଲେ ଏଟା ଭାଗ ପୁରା ଛିଡି ଯାଉଛି ଛିଡୁନି 7 ଡିଭିଜନ ହଉଛି ନା 259 କୁ ଯଦି ମୁଁ 7 ରେ ହରିବି 7 ରି କେତେ 7 ରି କେତେ 21 49 7 ସଂଖ୍ୟା 49 ଭାଗଶେଷ କେତେ ବଢୁଛି 0 ବଢୁଛି ପ୍ରାୟତଃ ଏଇଭଳି କ୍ୱେଶ୍ଚିନ ରେ ଭାଗଶେଷ ଆପଣଙ୍କ କେତେ ଆସିଥାଏ ରିମାଇଣ୍ଡର ଆସିଥାଏ 0 ଯଦି ନ ଛିଡୁଥିବ ତାହେଲେ ଆମେ ତାକୁ କେବେ କାଲକୁଲେସନ କରିପାରିବାନି ବୁଝିପାରିଲେ ଯେତେବେଳେ ଏମିତି କ୍ୱେଶ୍ଚିନ ଦେଖିବେ ୟାର ତ ଯଦି ତାର ଯେମିତି ହେଲେ ବି ଗୋଟେ ଫ୍ୟାକ୍ଟର କଣ ହଉଥିବ ନା 7 ର ମଲ୍ଟିପୁଲ ହଉଥିବ ତା ମାନେ ୟାର ଭ୍ୟାଲୁ ଆମେ କେତେ କରିପାରିବା ନା ଏଇଭଳି ଭାବେ କାଟିପାରିବା ବୁଝିହଉଛି ଏଇଭଳି ଭାବେ କାଟିପାରିବା ତାହେଲେ ଆମେ ଆଗକୁ ଯିବା ନୂଆ ନୂଆ କନସେପ୍ଟ ଶିଖିବା ତ ଏଇଭଳି ଭାବେ ବହୁତ ଗୁଡିଏ କ୍ୱେଶ୍ଚିନ ଡିସ୍କସନ ହବ ଆଜି ଆପଣଙ୍କ କନସେପ୍ଟର ଲାଷ୍ଟ କ୍ଲାସ ଆଜି ଭଲସେ ବୁଝି ଦିଅନ୍ତୁ ଯଦି ଆପଣମାନଙ୍କୁ କ୍ଲାସ ଭଲ ଲାଗୁଛି ତାହେଲେ ଆପଣଙ୍କୁ ଏତିକି ଅନୁରୋଧ କି ଆପଣ ଆପଣଙ୍କ ଫ୍ରେଣ୍ଡ ସର୍କଲରେ କ୍ଲାସକୁ ସେୟାର କରନ୍ତୁ ଠିକ ଅଛି ବୁଝିଲେ ସମସ୍ତଙ୍କୁ ତ ଚାଲନ୍ତୁ ଆଜି ନୂଆ କିଛି ପଢିବା ତ ଯୋଉ ରିମାଇଣ୍ଡର ଥିଓରମରେ ବହୁତ ଗୁଡିଏ ଥିଓରମ ଦେଇଛନ୍ତି ଆପଣ ଯଦି ରିମାଇଣ୍ଡର ଭ୍ୟୁ ଦେଖିବେ ବହୁତ ମୋଟା ମୋଟା ସେଥିରେ ଆମର ପଲିନୋମିଆଲ ରିମାଇଣ୍ଡର ଅଛି ବହୁତ ଗୁଡିଏ ଜିନିଷ ଅଛି ତ ସେଥିରୁ ଯଦି ଆପଣ କୋଶ୍ଚିନ୍ ଉପାଦାୟ ଦି ତିନୋଟି ଥିଓରମ ଅଛି ଯାହାକି ଆପଣଙ୍କୁ ଜାଣିବାକୁ ପଡିବ କାରଣ ନମ୍ବର ସିଷ୍ଟମ ଉପରେ ଦୁଇ ତିନିଟି ଥିଓରମ କାମ କରୁଛି ଯଦି ଆପଣ ରିମାଇଣ୍ଡର ବୁକ୍ ଦେଖିବେ ଆପଣ ସର୍ଚ୍ଚ କରି ଗୁଗଲରେ ସର୍ଚ୍ଚ କରିବେ ବହୁତ ମୋଟା ମୋଟା ବହି ଏତେ ତ ପଢିବା ପାଇଁ ଆପଣ ପଢି ହବନି କି ସେତେ ବି ଆମ ଉପାଦାୟକ ହବନି ଆମେ ଏକ୍ସାମ କ୍ଲିୟର କରିବା ପାଇଁ ଆମକୁ ଯେତିକି ଉପାଦାୟକ ତାହା ଆମେ ପଢିବା ଠିକ ଅଛି ତ ଜଣେ ଆସିଲା ଫର୍ମାଟ ଜଣେଇଦେଲେ ତାଙ୍କ ଥିଓରମ କଣ ହୁଏ ଦେଖ ଫର୍ମାଟ ଥିଓରମ ସିଏ ଗୋଟେ ଥିଓରମ କହିଲେ କଣ କହିଲେ ନା ଏ ଗୋଟେ ନମ୍ବର ଅଛି ତା ପାୱାର କେତେ ଅଛି p ମାଇନସ 1 ଅଛି ତାକୁ ଯଦି ମୁଁ p ରେ ଡିଭାଇଡ କଲି ତାହେଲେ ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ ନା 1 ଆସିବ ବୁଝିପାରିଲେ କଣ କହିଲେ ଫର୍ମାଟ ଚଲେ ଏ ଗୋଟେ ନମ୍ବର ଅଛି ତାର ପାୱାର ଅଛି p ମାଇନସ 1 ତାକୁ ଯଦି ମୁଁ p ରେ ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ 1 ଆସିବ ତାହେଲେ ଆଉ ଏଠି ଆଉ ଗୋଟେ ଜିନିଷ କଣ କହିଲେ ନା କହିଲେ p ସବୁବେଳେ ଗୋଟେ କଣ ହେଇଥିବ ନା ପ୍ରାଇମ ନମ୍ବର ହେଇଥିବ କି ନମ୍ବର ହେଇଥିବ ପ୍ରାଇମ ନମ୍ବର ହେଇଥିବ ବୁଝିହଉଛି କି ନମ୍ବର ହେଇଥିବ ପ୍ରାଇମ ନମ୍ବର ହେଇଥିବ ଆଉ ଏ ଆଉ ପି କଣ ହେଇଥିବେ ନା ପରସ୍ପର ପ୍ରତି କୋ ପ୍ରାଇମ ହେଇଥିବେ କଣ ହେଇଥିବେ କୋ ପ୍ରାଇମ ହେଇଥିବେ ଗୋଟେ ଥିଓରମ ଦେଲେ ଯେ ଏ ଗୋଟେ ନମ୍ବର ଅଛି ଭାଇ ଏ ଗୋଟେ ନମ୍ବର ଅଛି ଏ ର ପାୱାର ଯଦି p ମାଇନସ 1 ହୁଏ ତାହେଲେ ଯଦି ମୁଁ p ରେ ଡିଭାଇଡ କରେ ତାହେଲେ ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ ନା ରିମାଇଣ୍ଡର ସବୁବେଳେ 1 ଆସିବ ଯୋଉଟାରେ p କଣ ହେଇଥିବ ନା ସବୁବେଳେ ଗୋଟେ ପ୍ରାଇମ ନମ୍ବର ହେଇଥିବ ଆଉ ଏ ପି କଣ ହଉଥିବେ ନା କୋ ପ୍ରାଇମ ହଉଥିବେ ଦେଖିବା ତାହେଲେ କେମିତି ହଉଛନ୍ତି ଯଦି ମୁଁ କହିଲି ଗୋଟେ ନମ୍ବର ମାନଙ୍କର ଅଛି କେତେ ନା ଅଛି ଆପଣଙ୍କର କେତେ ନା 50 50 ର ପାୱାର ମାନଙ୍କର ଅଛି କେତେ ନା 38 ସରି କେତେ ଅଛି ଭାଇ ମାନେ 36 ଅଛି ତାକୁ ଯଦି ମୁଁ 130 ରେ ଡିଭାଇଡ କଲି ଦେଖିଲେ ଏଟା ଏ ଗୋଟେ ନମ୍ବର ହେଲା 50 ଇ ଗୋଟେ ନମ୍ବର ହେଲା 130 ଏଟା କେତେ ଅଛି ନା 36 ଅଛି ତାହେଲେ ଏଠି ଯଦି 50 ରିମାଇଣ୍ଡର କେତେ
ଆପଣ ଆଖି ବୁଝି କହିଦେ ରିମାଇଣ୍ଡର ଅଛି 1 ବୁଝିହଉଛି ରିମାଇଣ୍ଡର କେତେ କହିଦେ 1 କଣ ପାଇଁ ଦେଖନ୍ତୁ ଯେତେବେଳେ ମୁଁ ଦେଖିନି ତଳଟା ପ୍ରଥମେ ଦେଖିବେ ତଳଟା ଅଛି ଗୋଟେ କଣ ନା ପ୍ରାଇମ ନମ୍ବର ତାହେଲେ 37 ଟା ଗୋଟେ ପ୍ରାଇମ ନମ୍ବର ବୋଲି ମୁଁ ଜାଣିଛି 37 ଟା ଗୋଟେ ପ୍ରାଇମ ନମ୍ବର ବୋଲି ଜାଣିଛି ଆଉ 50 ଆଉ 37 ପରସ୍ପର କଣ ନା କୋ ପ୍ରାଇମ କଣ ପରସ୍ପର କୋ ପ୍ରାଇମ ବୁଝିଗଲେ 50 ଆଉ 37 ପରସ୍ପର ହଉଛନ୍ତି କଣ ନା ପରସ୍ପର ହଉଛନ୍ତି କୋ ପ୍ରାଇମ ଯଦି 50 ଆଉ 37 ପରସ୍ପର କୋ ପ୍ରାଇମ ହଉଛନ୍ତି ଆଉ ଦେଖନ୍ତୁ ଏଇ ଫର୍ମୁଲା ଅନୁସାରେ କଣ ହେଲା ଥିଓରମ ଅନୁସାରେ a ର ପାୱାର p - 1 କୁ ଯଦି p ରେ ଡିଭାଇଡ କଲି ମୋ ରିମାଇଣ୍ଡର ସବୁବେଳେ କଣ ଆସିବ ତା ରିମାଇଣ୍ଡର ସବୁବେଳେ 1 ଆସିବ ବୁଝିଗଲା ରିମାଇଣ୍ଡର ସବୁବେଳେ କଣ ଆସିବ 1 ଆସିବ ତାହେଲେ ଏମିତି ଯେତେ ବି କ୍ୱେଶ୍ଚିନ୍ ଅଛି ଆପଣ ମାନେ ଆୟୋଗ କି କରିପାରିବେ ଯେମିତି ମୁଁ ଗୋଟେ କ୍ୱେଶ୍ଚିନ୍ କହିଲି କଣ ନା 17 ର ପାୱାର ମନେକର ଅଛି 16 ମନେକର କେତେ ନା 18 ର ପାୱାର ଅଛି 16 ମୁଁ 17 ରେ ଡିଭାଇଡ କଲି ଦେଖିଦେବେ ତଳଟା ହଉଛି ଗୋଟେ ପ୍ରାଇମ ନମ୍ବର ତାହେଲେ ଉପରେ ଯଦି ଗୋଟେ ପି ଟା ପ୍ରାଇମ ନମ୍ବର ହେଲା ଏ ପି କଣ ହଉଛି ନା କୋ ପ୍ରାଇମ ଅଟୋମେଟିକ ହବ ଯଦି ୟାର ମଲ୍ଟିପଲ ତ 0 ହେଇଯିବ ଯଦି କୋ ପ୍ରାଇମ କଣ ହବ ସବୁବେଳେ କଣ ହବ ନା 0 ହବ ତ 0 ହବ ଯଦି ତାହେଲେ ଦେଖନ୍ତୁ ତା ଅର୍ଥ ଏଇଆ କହିବି କୋ ସରି କୋ ପ୍ରାଇମ କଣ ହଉଛି କୋ ପ୍ରାଇମ ହେଇଯାଉଛି ତାହେଲେ ଦେଖନ୍ତୁ ଇଏ 17 ର ପାୱାର କେତେ ଅଛି ଏଠି ପାୱାର କେତେ 16 ଅଛି ତ ସେ ଫର୍ମୁଲା ଅନୁସାରେ ରିମାଇଣ୍ଡର କଣ କେତେ ଆସିବ ସବୁବେଳେ ତା ରିମାଇଣ୍ଡର ଆସିବ 1 ବୁଝିହଉଛି ରିମାଇଣ୍ଡର କେତେ ଆସିବ 1 ଆସିବ ଯଦି ମୁଁ କହିବି ଗୋଟେ ନମ୍ବର ଅଛି ମନେକର 34 34 ର ପାୱାର ମନେକର ଅଛି କେତେ ନା 16 ୟାକୁ ଯଦି ହରିବି 17 ତାହେଲେ ଆପଣ ମାନେ କହିଲେ ଗୋଟେ ଜିନିଷ ଏଠି ରିମାଇଣ୍ଡର କେତେ ଆସିବ ଏଠି ରିମାଇଣ୍ଡର କେତେ ଆସିବ ଏଠି ରିମାଇଣ୍ଡର ଆସିବ କେତେ ନା 0 କଣ ପାଇଁ 0 ଆସିଲା ଦେଖନ୍ତୁ ଭାଇ ମାନେ 34 ଅଛି ଇଏ ହଉଛି 17 ର କଣ ମଲ୍ଟିପୁଲ ଯେହେତୁ ଏ 17 ଆଉ 34 କୋ ପ୍ରାଇମ ନୁହଁ ମଲ୍ଟିପୁଲ ତ କୋ ପ୍ରାଇମ ହବନି ନା 34 ଯେହେତୁ କୋ ପ୍ରାଇମ ହେଇଗଲା ସରି କୋ ପ୍ରାଇମ ନୁହେଁ ତା ଅର୍ଥ କଣ ରିମାଇଣ୍ଡର କେତେ ଆସିବ ନା 0 ଆସିବ ଯଦି କୋ ପ୍ରାଇମ ହେଲା ସବୁବେଳେ ରିମାଇଣ୍ଡର କେତେ ଆସିବ 1 ଆସିବ ୟା ବ୍ୟତୀତ ଆଉ ଗୋଟେ କ୍ୱେଶ୍ଚିନ୍ ଆପଣଙ୍କୁ କହୁଛି କଣ କହୁଛି ନା ଯଦି 111 ପାୱାର କେତେ ଅଛି ନା 57 ଅଛି ପଚାରୁଛି ଯଦି ମୁଁ 7 ରେ ହରିବି କେତେରେ ହରିବି 7 ରେ ହରିବି ତାହେଲେ ମତେ କୁହନ୍ତୁ ରିମାଇଣ୍ଡର କେତେ ଆସିବ ରିମାଇଣ୍ଡର କେତେ ଆସିବ ବୁଝିପାରିଲେ ରିମାଇଣ୍ଡର କେତେ ଆସିବ ରିମାଇଣ୍ଡର କେତେ ଆସିବ କୁହନ୍ତୁ ତ ଯେତେବେଳେ ଏମିତି କ୍ୱେଶ୍ଚିନ୍ ଦେଖିଦେଲେ ଆପଣ ତଳଟା ହଉଛି କଣ ଗୋଟେ ପ୍ରାଇମ ନମ୍ବର ତଳଟା ଦେଖିଦେଲେ କଣ ଗୋଟେ ପ୍ରାଇମ ନମ୍ବର ବୋଲି ତାହେଲେ ମୁଁ ଆକୁ ଏଇ ଆକର୍ଡିଂ ଆଣିବାକୁ ପଡିବ ତାହେଲେ ମୁଁ କଣ କରିବି ଏଟାକୁ ନା 111 କୁ 100 ଦେଖନ୍ତୁ ତାପରେ ଦେଖିବ କଣ 111 7 ହଉଛି କଣ ନା ହଉଛି କଣ ନା କୋ ପ୍ରାଇମ କଣ ହଉଛି ନା କୋ ପ୍ରାଇମ ବାକି ରହିଗଲା ଏଇ କଥାଟା ତାକୁ ମୁଁ ଭାଙ୍ଗି ପାରିବି ନା ଭାଙ୍ଗି ପାରିବିନି ନା ହଁ ଭାଙ୍ଗି ପାରିବା କେମିତି ଭାଙ୍ଗି ପାରିବା ତାକୁ ମୁଁ ଏମିତି କରିପାରିବି କେତେ 111 ର ପାୱାର ଦେଖନ୍ତୁ ଏଠି ଯଦି 6 ଥାନ୍ତେ ତାହେଲେ ମୁଁ କଣ କରିପାରିଥାନ୍ତି 6 ବଦଳ ଅଛି କେତେ 57 ତାହେଲେ ମୁଁ ଏଟା କଣ କରିବି ନା 6 ର ଗୋଟେ ମଲ୍ଟିପୁଲ ଆକାରରେ ଭାଙ୍ଗିବି ତ 6 ର ପାଖାପାଖି ମଲ୍ଟିପୁଲ କିଏ ନା 54 ହବ କେତେ ହବ ନା 54 ତାହେଲେ କେତେ 54 ହେଇଗଲା ଆଉ କେତେ 111 ପାୱାର କେତେ ହେଇଯିବ 3 ହେଇଯିବ ତାକୁ ଡିଭାଇଡ କରି କେତେ ନା 7 ରେ ଡିଭାଇଡ ବୁଝିହଉଛି କେତେ ଡିଭାଇଡ କରିବି ନା 7 ରେ ଡିଭାଇଡ କରିବି ତ ଭାଇ ମାନେ 111 ପାୱାର 54 ଅଛି ତାହେଲେ 111 କୁ କଣ କରିପାରିବି ମୁଁ ଏମିତି କରିପାରିବି 9 ତାର ପାୱାର କେତେ 6 ଏମିତି କରିପାରିବି ନା କରିପାରିବି କରିପାରିବି ଯେହେତୁ କରିପାରିବି ତାପରେ ଏଇଟାକୁ କଣ କରିପାରିବି 11 111 କେତେ 111 111 ଡିଭାଇଡେଡ୍ ବାଇ କେତେ 7 କେତେ କରିପାରିବି 7 କରିପାରିବି ଯେହେତୁ 111 ଟା 7 ର ମଲ୍ଟିପୁଲ ନୁହେଁ ଏ ଦିଟା ଅଛନ୍ତି କଣ କୋ ପ୍ରାଇମ ଏଠି ସବୁବେଳେ ରିମାଇଣ୍ଡର ତା ଅର୍ଥ ଦେଖନ୍ତୁ ଭାଇ ମାନେ 111 କୁ ଯଦି ପାୱାର 6 ତାର 9 ଅଛି ତାକୁ ଯଦି 7 ରେ ହରିବି ତାହେଲେ ଏଠି ସବୁବେଳେ ରିମାଇଣ୍ଡର କେତେ ଆସିବ 1 ହିଁ ଆସିବ କାରଣ 7 ଆଉ 111 ହଉଛନ୍ତି କଣ ପରସ୍ପର କୋ ପ୍ରାଇମ ବର୍ତ୍ତମାନ 7 ଏଠି 6 ଅଛି ଯଦି ରିମାଇଣ୍ଡର 1 ଆସିଲା ତା ପାୱାର 9 ଥାଉ କେତେ ହେଇଯିବ ସେଇ ରିମାଇଣ୍ଡର ହଉଛି 1 ଏଠି ମୋର କେତେ ରିମାଇଣ୍ଡର ଆସିଲା 1 ଆସିଲା ବର୍ତ୍ତମାନ ଇଏ ଖାଲି 111 ରହିଲା ଏଠି ଖାଲି 111 ରହିଲା ଏଠି ଖାଲି 111 ରହିଲା ବର୍ତ୍ତମାନ ମୁଁ ପୁଣି କଣ କରିବି 111 କୁ 7 ରେ ହରିବି କେତେ 7 କେ 7 ଆଗରେ ପଡିଲା 4 11 7 ପଞ୍ଚା କେତେ 35 ତାହେଲେ ମୋ ଭାଗଶେଷ କେତେ ଆସିଲା 6 ଆସିଲା କେତେ ଆସିବ 6 ଆସିବ ତାହେଲେ ଏଠି ଆସିବ 6 ଏଠି ଆସିବ 6 ଏଠି ଆସିବ 6 ଏଠି ଆସିଛି 1 କାଲି ଆପଣ ମାନଙ୍କୁ କହିଥିଲି ଯେତେବେଳେ ଗୁଣନ ଥିବ ତାହେଲେ ମୁଁ କଣ କରିବି ପୁଣି ଥରେ ଗୁଣିବି 6 ଗୁଣନ 6 36 6 କେତେ 216 କେତେ ଆସିବ
ନା 216 ତାକୁ ପୁଣି ଥରେ କେତେ ହରିବି ନା 7 ରେ ହରିବି। ରିମାଇଣ୍ଡର 7 ରେ ହରିଲେ କେତେ ହଉଛି 216 କୁ ଯଦି ମୁଁ 7 ରେ ହରିବି ତାହେଲେ କେତେ ଭାଗ ଫଳ ଆସିବ 30 ହେଲେ କଟିଗଲେ କେତେ ନା ରିମାଇଣ୍ଡର ଆସିଛି ଆପଣଙ୍କର କେତେ ନା 6 ଆସିଯିବ ରିମାଇଣ୍ଡର। କେତେ ଆସିବ ରିମାଇଣ୍ଡର ଆସିବ ବୁଝିପାରିଲେ ରିମାଇଣ୍ଡର କେତେ ଆସିବ 6 ଆସିବ। ଆପଣ ଏଇଟାକୁ ଏମିତି ମଧ୍ୟ କରିପାରିବେ କଣ କରିପାରିବେ ନା କଣ କରିପାରିବେ ନା 111 ପାୱାର 3 ଅଛି ନା 111 ପାୱାର 3 ଅଛି ନା ଡିଭାଇଡେଡ୍ ବାଇ 7 କେତେ ହେଇଯିବ 7 ତାହେଲେ କଣ କରିବେ 15 105 ଏମିତି ନକରି ଆପଣ ଏମିତି କରନ୍ତୁ ବହୁତ ସହଜରେ ବାହାରିବ ବୁଝିବେ ସମସ୍ତଙ୍କୁ। ତ ଏହା ଥିଲା ଫର୍ମାଟଙ୍କ ନିୟମ। ଏ ଥିଲା କଣ ଫର୍ମାଟଙ୍କ ନିୟମ। ଫର୍ମାଟ କହିଥିଲେ ଏଇଭଳି ଭାବେ ଆପଣମାନେ କାଟିପାରିବେ। ଆଉ ଗୋଟେ କ୍ୱେଶ୍ଚିନ୍ ଆପଣଙ୍କ ପାଇଁ ରହୁଛି ବୁଝିବାକୁ ଆଉ ଟିକେ ସହଜ ବୁଝିହଉଛି। ମନେକର ମୁଁ କହିଲି ଗୋଟେ ନମ୍ବରଟେ କେତେ ନା କହିଲି ମନେକର ନମ୍ବର କହିଲି କେତେ ନା 11 11 କୁ ହରିବି କୋଉଥିରେ ନା 14 ର ପାୱାର ଅଛି ମନେକର କେତେ 35 ଅଛି କେତେ ଅଛି 35 ପଚାଶ ୟା ରିମାଇଣ୍ଡର କେତେ ଆସିବ ପଚାଶ ୟା ରିମାଇଣ୍ଡର କେତେ ତାହେଲେ ମୁଁ କଣ କରିବି ଭାଇ ମାନେ ଦେଖନ୍ତୁ ଏଠି ମୁଁ ଦେଖିଦେଲି ତଳେ ଯୋଉ ଅଛି ଗୋଟେ ପ୍ରାଇମ ନମ୍ବର ଆଉ 14 11 ପରସ୍ପର କଣ କୋ ପ୍ରାଇମ ପରସ୍ପର କଣ କୋ ପ୍ରାଇମ ତାହେଲେ ମୁଁ ଖାଲି କଣ କରିଥାନ୍ତି ଯଦି ପାୱାର ଟା ଯଦି କଣ ହେଇଥାନ୍ତା 10 ହେଇଥାନ୍ତା ତାହେଲେ ମୁଁ କିଛି ଗୋଟେ କରିପାରିଥାନ୍ତି ତାହେଲେ ମୁଁ ଫର୍ମାଟ ନିୟମ ଅନୁସାରେ a ଟୁ ଦ ପାୱାର p ମାଇନସ 1 ବାଇ p ତାହେଲେ ମୁଁ ରିମାଇଣ୍ଡର କେତେ କରିପାରିଥାନ୍ତି 1 କରିପାରିଥାନ୍ତି କିନ୍ତୁ ଏଠି 10 ବଦଳ ଦେଇଛି କେତେ 35 35 ରେ କଣ କରିବାକୁ ପଡିବ ସେଇଭଳି ଭାବେ ଗୋଟେ ଭାଗ ଭାଗ କରିବାକୁ ପଡିବ। ଦେଖନ୍ତୁ ମୁଁ ଆକୁ ଏମିତି କରିପାରିବି 14 ର ଘାତ କେତେ ହବ ନା 14 ର ଘାତ 30 ପୂରଣ 14 ର ଘାତ କେତେ କରିପାରିବି ନା 5 କରିପାରିବି। ତ କୋଉଥିରେ ହରିବି 11 ହରିବି 11 ହରିବି ବର୍ତ୍ତମାନ ଦେଖନ୍ତୁ ମୁଁ ଆକୁ ଏମିତି କରିପାରିବି କେତେ 14 ର ଘାତ କେତେ କରିପାରିବି 10 ତାର ପାୱାର 3 ଏମିତି କରିପାରିବି ପୂରଣ କଣ 14 ଗୁଣନ 14 ଗୁଣନ 14 ଗୁଣନ କେତେ 14 କେତେ 4ଟା ହେଲା ଆଉ ଗୋଟେ 14 ଡିଭାଇଡେଡ୍ ବାଇ କେତେ ବୁଝିପାରିଲେ ଡିଭାଇଡେଡ୍ ବାଇ କେତେ 11 ଦେଖନ୍ତୁ ଭାଇ ମାନେ ମୁଁ କହିଲି ଆଉ ଥରେ 14 ର ଘାତ 10 ଡିଭାଇଡେଡ୍ ବାଇ 11 ଯଦି ରିମାଇଣ୍ଡର ମୋର କେତେ ଆସିବ ସବୁବେଳେ ରିମାଇଣ୍ଡର ସବୁବେଳେ 1 ଆସିବ ଏଇ ଫର୍ମୁଲା ଅନୁସାରେ ସ୍ମାର୍ଟ ଥିଓରମ ଅନୁସାରେ ରିମାଇଣ୍ଡର 1 ଆସିବ ତାର ପାୱାର ଯାହା ଥାଉ x y ଯାହା ଥାଉ 1 ର ପାୱାର ଯାହା ବି ଥାଉ କେତେ ଆସିବ ଏଠି ଅଛି ରିମାଇଣ୍ଡର 1 ତାହେଲେ ଏଇଟାକୁ 14 କୁ ଧରିବା ଏଠି ଅଛି କେତେ ନା 3 ଏଠି 3 ଏଠି 3 ଏଠି 3 ଏଠି 3 ଆସିବ ବୁଝିପାରିଲେ ଏମିତି 3 3 3 ଆସିବ 14 11 ହେଲେ 3 ଆସିବ ଏଠି 3 ଆସିବ 3 ଆସିବ ବର୍ତ୍ତମାନ ରିମାଇଣ୍ଡର କଣ କରିବି ସବୁ ତ ଗୁଣି ଦେବି 1 ଗୁଣ 3 ଗୁଣ 3 9 9 37 37 81 81 କେତେ 243 ତାକୁ ମୁଁ 11 ପୁଣି ଥରେ ହରିବି କାରଣ ମୁଁ ଆପଣଙ୍କୁ କାଲି କହିଥିଲି କଣ କହିଥିଲି ନା ଭାଗଶ କେବେ ହେଲେ ଭାଜକ ଠାରୁ କଣ ହବନି ବଡ ହବ ନାହିଁ ଯେହେତୁ 243 ଯାଉଛି 11 ଠୁ ବଡ ହେଇଯାଉଛି ତାକୁ ପୁଣି କଣ କରିବି ପୁଣି ଥରେ ହରିବାକୁ ପଡିବ ପୁଣି ଥରେ ହରିଲେ କଣ କରିବି ନା 243 ଯଦି ମୁଁ 11 ରେ ହରିଲି 11 ଦୁଗୁଣ ହେଇଯାଉଛି କେତେ ନା 22 ବଳି ପଡିଲା କେତେ 4 3 11 3 କେତେ ନା 33 ଭାଗଶରେ କେତେ ବଳି ପଡିବ ଭାଗଶରେ ବଳି ପଡିବ କେତେ ରିମାଇଣ୍ଡର ଆପଣଙ୍କର ହେଇଯିବ କେତେ ନା 10 ହେଇଯିବ ବୁଝିଗଲା ରିମାଇଣ୍ଡର କେତେ ହେଇଯିବ ନା 10 ହେଇଯିବ ତ ଏହା ଥିଲା ଫର୍ମାଟଙ୍କ ନିୟମ ତ ଫର୍ମାଟଙ୍କ ନିୟମ ୟୁଜ କରିକି ଆପଣ ମାନେ ମଧ୍ୟ ଏମିତି ଏମିତି କରିପାରିବେ ବୁଝିହଉଛି ବୁଝିଗଲା କୁହନ୍ତୁ ଆଉ ଗୋଟେ ଦେଖନ୍ତୁ ଫର୍ମାଟଙ୍କ ପରେ ଜଣେ ଆସିଲେ ୱିଲସନ ନିୟମ ଗୋଟେ ଆସିଲା ୱିଲସନ ନିୟମ କଣ କହିଲେ ୱିଲସନ୍ସ ଥିଓରମ ୱିଲସନ କଣ କହିଲେ ୱିଲସନ କହିଲେ ଯଦି ମୁଁ n ମାଇନସ 1 ଫ୍ୟାକ୍ଟୋରିଆଲ ତାହାକୁ ନା n ମାଇନସ 1 ଫ୍ୟାକ୍ଟୋରିଆଲ କୁ ଯଦି n ରେ ଡିଭାଇଡ କରିବି n ମାଇନସ 1 ଫ୍ୟାକ୍ଟୋରିଆଲ କୁ ଯଦି ମୁଁ n ରେ ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ କହିଲେ ପିଲାମାନେ ନେଗେଟିଭ ରିମାଇଣ୍ଡର ଆସିବ କେତେ ରିମାଇଣ୍ଡର ସବୁବେଳେ କଣ ହବ ନା ମାଇନସ 1 ଆସିବ ସରି ଆସିବ n ମାଇନସ 1 ଆସିବ ବୁଝିପାରିଲେ ଆଉ n ସବୁବେଳେ କଣ ହେଇଥିବ ନା n ସବୁବେଳେ କଣ ହେଇଥିବ ନା ପ୍ରାଇମ ନମ୍ବର ହେଇଥିବ n ଅଲୱେଜ କଣ ପ୍ରାଇମ ନମ୍ବର ବୁଝିପାରିଲେ ୱିଲସନ ଥିଓରମ କଣ କହିଲେ
विल्सन कहले जे जदि मु n - 1 फैक्टोरियल को जदि मु कोन n रे डिवाइड करबी ताले मोर सब बेले कोन हबो ना सब बेले मोर कोन आसीबो ना सब बेले मोर रिमाइंडर आसीबो n - 1 आसीबो। तो देखो केमती होछ मुझे कहली गोटे नंबर 126 रो फैक्टोरियल 126 रो फैक्टोरियल को जदि मु केते 127 रे डिवाइड करबी देखो 127 गोटे प्राइम नंबर तो प्राइम नंबर रे सब बेले मोर रिमाइंडर केते आसीबो रिमाइंडर आसीबो केते 126 आसीबो जेहेतु एटा होची n ताले 126 अछि ताले केते आसीबो बुझिला सब रिमाइंडर को आसीबो 126 आसीबो ସେଥିରୁ ଅଧିକ क्वेश्चन ଆସେନି ଯଦି ବି ଆସିଗଲା ତାହେଲେ ଆଇ ହୋପ କି ସମସ୍ତେ କରିପାରିବେ ଯଦି ବି ଡାଇରେକ୍ଟ क्वेश्चन ଏମିତି ଆସିଲା ମାନେ ବେଳେ ବେଳେ ଏଇ ଜିନିଷ ଜାଣିନଥାନ୍ତି ଭାଇ ମାନେ ସମସ୍ତେ ଛାଡିକି ଆସିଥାନ୍ତି ତ ଏବେ ଆପଣ ମାନଙ୍କୁ ଆଇ ହୋପ କି ଏବେ ଏମିତି क्वेश्चन ଆସିଲେ କେହି ଛାଡିକି ଆସିବେନି ସେଇଭଳି ଭାବେ ଦେଇଛି ମନେକର କଣ ନା 30 ମନେକର ଏମିତି ଦେଇଛି 38 ର ଫ୍ୟାକ୍ଟୋରିଆଲ ସରି 36 ର ଫ୍ୟାକ୍ଟୋରିଆଲ କୁ ଯଦି ମୁଁ 37 ରେ ଡିଭାଇଡ କରିବି ତ ରିମାଇଣ୍ଡର କଣ ଆସିବ ରିମାଇଣ୍ଡର କେତେ ଆସିବ 36 ଦେଖିଦେଲେ n ଗୋଟେ ପ୍ରାଇମ ନମ୍ବର ଅଛି ତାହେଲେ ମୋ ରିମାଇଣ୍ଡର କେତେ ଆସିବ এইଭଳି ଭାବେ ଯେକୌଣସି କ୍ୱେଶ୍ଚିନ୍ ଆସିଲେ କି ଆପଣମାନେ କରିପାରିବେ ବୋଲି ମୋର ବୁଝିବେ ସମସ୍ତଙ୍କୁ ଏହା ଥିଲା ୱିଲସନ୍ ଥିଓରମ୍ ତ ଆଉ ଗୋଟେ ଜିନିଷ ମନେ ରଖିଥାନ୍ତୁ ଭାଇମାନେ ଯଦି ମୁଁ n କନଜୁଗେଟିଭ ନମ୍ବରକୁ n ଫ୍ୟାକ୍ଟୋରିଆଲ ଡିଭାଇଡ କରିବି ସବୁବେଳେ ମୋ ରିମାଇଣ୍ଡର 0 ଆସିବ ଦେଖନ୍ତୁ ମୁଁ କହିଦେଉଛି ଆଗ n କନଜୁଗେଟିଭ ନମ୍ବରକୁ n କନଜୁଗେଟିଭ ନମ୍ବରକୁ ଯଦି ମୁଁ n ଦ୍ୱାରା n ଫ୍ୟାକ୍ଟୋରିଆଲ ଦ୍ୱାରା ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ ନା 0 ଆସିବ ବୁଝୁଛି ଏଟା ୟା ଅଛି ହେଲା ପାଞ୍ଚଟି କନଜୁଗେଟିଭ ନମ୍ବର କନଜୁଗେଟିଭ ମାନେ କଣ ପାଖାପାଖି ସଂଖ୍ୟା ଯଦି ପାଞ୍ଚଟି ପାଖାପାଖି ସଂଖ୍ୟାକୁ ମୁଁ 5 ଫ୍ୟାକ୍ଟୋରିଆଲ ଦ୍ୱାରା ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର 0 ଆସିବ ଦେଖନ୍ତୁ ମନେକର ମୁଁ କହିଲି ପାଞ୍ଚଟି ପାଖାପାଖି ସଂଖ୍ୟା ଯେକୌଣସି ପାଞ୍ଚଟି ନିଅନ୍ତୁ ମନେକର କହିଲେ କେତେ 11 12 13 14 15 ବୁଝିପାରିଲେ ଇଏ ହେଲା ପାଞ୍ଚଟି ପାଖାପାଖି ସଂଖ୍ୟା याकू ମୁଁ କାହା ଦ୍ୱାରା ଡିଭାଇଡ କରିବି ନା 5 ଫ୍ୟାକ୍ଟୋରିଆଲ ଦ୍ୱାରା ଡିଭାଇଡ କରିବି କେତେ 5 ଫ୍ୟାକ୍ଟୋରିଆଲ ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର ସବୁବେଳେ କଣ ଆସିବ 0 ଆସିବ ଦେଖନ୍ତୁ 5 ଫ୍ୟାକ୍ଟୋରିଆଲ ମାନେ ୟା ଅର୍ଥ କଣ 5 ଫ୍ୟାକ୍ଟୋରିଆଲ ମାନେ ୟା ଅର୍ଥ ହଉଛି 5 ଫ୍ୟାକ୍ଟୋରିଆଲ ମାନେ ୟା ଅର୍ଥ ହଉଛି କଣ 1 ଗୁଣନ 2 ଗୁଣନ 3 ଗୁଣନ 4 ଗୁଣନ କଣ 5 ଦେଖନ୍ତୁ କଟି ଯାଉଛି 4 3 କି 12 2 କଟିଲେ କେତେ 7 5 କଟିଲେ 3 କଟି ଯାଉଛି ମାନେ କଣ ରିମାଇଣ୍ଡର କେତେ 0 ଆସିବ ବୁଝିପାରିଲେ ଯେ n କନଜୁଗେଟିଭ ନମ୍ବର କୁ ଯଦି ମୁଁ କଣ କରିବି ନା n କନଜୁଗେଟିଭ ନମ୍ବର କୁ ଯଦି ମୁଁ ସେଇ n ଫ୍ୟାକ୍ଟର ଦ୍ୱାରା ଡିଭାଇଡ କରିବି ତ ମୋ ରିମାଇଣ୍ଡର କେତେ ଆସିବ ନା ମୋ ରିମାଇଣ୍ଡର ଆସିବ ଭାଇ ମାନେ କେତେ ନା 0 ଆସିବ ବୁଝିପାରୁଛନ୍ତି ସମସ୍ତେ 0 ଆସିବ ସେଇଭଳି ଭାବେ ଯଦି ହେଇଥିବ କଣ ଦେଇଥିବ ଆପଣଙ୍କୁ ମାନଙ୍କର ଦେଇଥିବ 4ଟି କନଜୁଗେଟିଭ ନମ୍ବର 4ଟି କନଜୁଗେଟିଭ ନମ୍ବର କୁ ମୁଁ କେତେ ଡିଭାଇଡ କରିବି ଡିଭାଇଡେଡ ବାଇ 24 24 ଦ୍ୱାରା ଡିଭାଇଡ କରିବି ତାହେଲେ ଦେଖନ୍ତୁ 4ଟି କନଜୁଗେଟିଭ ନମ୍ବର x y z ଯେକୌଣସି କନଜୁଗେଟିଭ 24 ଆପଣ ମାନେ ଜାଣିଛନ୍ତି 4 ଫ୍ୟାକ୍ଟୋରିଆଲ କେତେ 4 ର ଫ୍ୟାକ୍ଟୋରିଆଲ ମାନେ କେତେ 1 ଗୁଣନ 2 ଗୁଣନ 3 ଗୁଣନ 4 ଦେଖିଲେ 1 2 3 କି କେତେ 6 6 24 ତାହେଲେ ଅର୍ଥ ଆପଣ ଜାଣିଛନ୍ତି 4 ର ଫ୍ୟାକ୍ଟୋରିଆଲ 24 ତାର ତ 4ଟା କନଜୁଗେଟିଭ ନମ୍ବର ମାନେ 4ଟା ପାଖାପାଖି ସଂଖ୍ୟା ଯେକୌଣସି 4ଟା ପାଖାପାଖି ସଂଖ୍ୟା ତାର ରିମାଇଣ୍ଡର ସବୁବେଳେ ଭାଗ କେତେ ଆସିବ ନା 0 ଆସିବ ତାହେଲେ କଟିଯିବ କଟିଗଲେ ଭାଗ କଣ ଆସିବ 0 ହିଁ ଆସିବ ବୁଝିପାରିଲେ ସମସ୍ତେ ତାହେଲେ n କନଜୁଗେଟିଭ ନମ୍ବର କୁ ଯଦି ମୁଁ କଣ କରିବି ନା n ଫ୍ୟାକ୍ଟୋରିଆଲ ଦ୍ୱାରା ଡିଭାଇଡ କରିବି ତାହେଲେ ମୋର କଣ ହବ ନା ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ ନା ରିମାଇଣ୍ଡର 0 ଆସିବ ବୁଝିପାରିଲେ ନା ବୁଝିପାରିଲେ ଆଉ ଏମିତି ସମସ୍ତଙ୍କର ଡାଉଟ କ୍ଲିୟର ଥିବ ଭାଇ ମାନେ ଏଇ ସବୁ ମାନେ ଛୋଟ ଛୋଟ ଜିନିଷ ବହୁତ ଜଣ ଛାଡି ଦିଅନ୍ତି ଭାବନ୍ତି କି ଏଇ ଜିନିଷ ପରୀକ୍ଷା ଉପାଦାୟକ ନୁହେଁ ଯଦି କ୍ୱେଶ୍ଚିନ୍ ଏଇ ଉପରେ ଆସିବ ତାହେଲେ ବହୁତ ଜଣଙ୍କର କ୍ଷତି ହବ ଯଦି ଆପଣ ସବୁ କନସେପ୍ଟ କ୍ଲିୟର ଥିବ ଆମର ଏ ଯୋଉ ମୋଟିଭ ଯୋଉ ଆମର ଏଇ ମୋଟିଭ ଯୋଉ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରାଯାଇଛି ୟାର ମୋଟିଭ ଏହା କି ସବୁ କନସେପ୍ଟ ସମସ୍ତେ ଜାଣିଥିବେ ବୁଝିହଉଛି ଯଦି ଆପଣଙ୍କ କ୍ଲାସ ଭଲ ଲାଗୁଛି ତାହେଲେ ଆପଣଙ୍କୁ ଏତିକି ଅନୁରୋଧ କି ଆପଣ ମାନେ ଆପଣଙ୍କ ଫ୍ରେଣ୍ଡ ସର୍କଲରେ ସେୟାର କରନ୍ତୁ କ୍ଲାସ ଆଉ ବହୁତ
ଆଗକୁ ନିଅନ୍ତୁ ଆମର ଯୋଉ ଇଣ୍ଟେନସନ ଆମେ ଯୋଉ ଇଣ୍ଟେନସନ ଆରମ୍ଭ କରୁଛୁ କି ସମସ୍ତେ ପଢିବା ପାଇଁ, ତ ସେଇଥିପାଇଁ ଆପଣମାନଙ୍କୁ ଅନୁରୋଧ କି ସମସ୍ତେ ଏହାର ସୁଯୋଗ ପାଆନ୍ତୁ ଆଉ ସମସ୍ତେ ଭଲ ଭାବରେ ପଢିଥାନ୍ତୁ। ଠିକ ଅଛି, ଜୟ ଜଗନ୍ନାଥ। ତାପରେ ନେକ୍ସଟ ଜିନିଷକୁ ଯିବା। ତାପରେ କଣ ହେଲା ନା ୟୁଲିୟସ ଥିଓରମ। ଆଉ ଜଣେ ଆସିଲେ ୟୁଲିୟସ ଥିଓରମ। ତ ବେସିକାଲି ଆପଣ ୟୁଲିୟସ ରିମାଇଣ୍ଡର ଉପରେ ବହୁତ ଗୁଡିଏ ଥିଓରମ ଦେଇଛନ୍ତି, ବୁଝିପାରିଲେ? ୟୁଲିୟସ ରିମାଇଣ୍ଡର ଉପରେ ବହୁତ ଗୁଡିଏ ଥିଓରମ ଦେଇଛନ୍ତି। ତ ଏଇ ୟୁଲିୟସ ଥିଓରମ ଆପଣଙ୍କ ଯୋଉ ପ୍ରଥମେ ଗୋଟେ ଫର୍ମାଟ ଥିଓରମ, ଏଇ ୟୁଲିୟସ ଥିଓରମ ହିଁ ବାହାରିଛି ହେଲା। କଣ କହିଲେ ୟୁଲିୟସ ଥିଓରମ? ଇଏ ରିମାଇଣ୍ଡର ପାଇଁ ଇଏ ମ୍ୟାଥମେଟିକ୍ସିଆନରେ ୟୁଲିୟସ ଥିଓରମ। ୟୁଲିୟସ କଣ କହିଲେ ନା ଏ କୌଣସି ଏକ ନମ୍ବର, ଏ ନା କୌଣସି ଏକ ନମ୍ବର ତାର 12 ଫଙ୍କସନକୁ ଗୋଟେ ନମ୍ବର ଦ୍ୱାରା ଡିଭାଇଡ କରିବା, ତ ସବୁବେଳେ ରିମାଇଣ୍ଡର କେତେ ଆସିବ? ସବୁବେଳେ ରିମାଇଣ୍ଡର ଆସିବ 1 ଆସିବ। ଦେଖନ୍ତୁ ଏ ଗୋଟେ ନମ୍ବର ଅଛି, ଏ ଗୋଟେ ନମ୍ବର ଅଛି, ଏ ନମ୍ବରକୁ ମୁଁ n ଦ୍ୱାରା ଡିଭାଇଡ କରିବି ଆଉ ତା ପାୱାର ଥିବ ସବୁବେଳେ କଣ 12 ଫଙ୍କସନ n। ମୁଁ କହିବି ୟା ଅର୍ଥ କଣ? ସବୁବେଳେ ରିମାଇଣ୍ଡର କେତେ ଆସିବ? ରିମାଇଣ୍ଡର ଆସିବ 1। ବୁଝିପାରୁଛନ୍ତି? ରିମାଇଣ୍ଡର କେତେ ଆସିବ? 1 ଆସିବ। ତ ଦେଖନ୍ତୁ କେମିତିଆ 12 ଫଙ୍କସନ କଣ? ତାହେଲେ n ଗୋଟେ ନମ୍ବର, ମୁଁ କହିଲି n ହଉଛି ଗୋଟେ ନମ୍ବର 72 ନମ୍ବର। यार 12 ଫଙ୍କସନ ମାନେ ଏମିତି ଲେଖାଯାଏ 72। ବେଳେ ବେଳେ କ୍ୱେଶ୍ଚିନ ଡାଇରେକ୍ଟ ପଚାରି ଦିଏ 72 ର 12 ଫଙ୍କସନ ଭ୍ୟାଲୁ କେତେ? ତ ଦେଖନ୍ତୁ ୟାକୁ ମୁଁ କଣ କରିବି 72 ପ୍ରାଇମ ଫ୍ୟାକ୍ଟରେସନ କରିବି। 72 ପ୍ରାଇମ ଫ୍ୟାକ୍ଟରେସନ କଲେ କଣ ହବ? ଆପଣ ମାନେ ଜାଣିଛନ୍ତି 6 72 କୁ 72, 72 କୁ 72 ମାନେ କେତେ? 12 16 କୁ 72। ନା କେମିତି ଲେଖିବାରି କେତେ? 3 ଗୁଣନ 4 ଗୁଣନ 3 ଗୁଣନ 2। ତାହେଲେ ଏଠି କେତେ ହେଲା? 2 ର ପାୱାର 3, 3 ର ପାୱାର 2। ଏମିତି ହେଇଗଲା। ବୁଝିପାରିଲେ ନା? ବୁଝିପାରିଲେ? 4 ହଉଛି 2 ର ସ୍କୋୟାର, ଇଏ ହଉଛି 2, ଏମିତି ହେଇଗଲା। ତାହେଲେ 12 ଫଙ୍କସନ ଅଫ 72 ଅର୍ଥ ଏହା କହୁଛି କି ଯାର 12 ଫଙ୍କସନ କେମିତି କରିବେ ନା 72 ଗୁଣନ 1 ମାଇନସ ଏଠି କେତେ ଅଛି? 2 ଅଛି, ମାଇନସ 1 ବାଇ 2 ଇଣ୍ଟୁ କେତେ? 1 ମାଇନସ ଏଠି 3 ଅଛି, 1 ବାଇ 3। ଦେଖିଲେ କେତେ ହେଇଗଲା? 72 1 ରୁ 1 ବାଇ 2 ଗଲେ କେତେ ହେଇଯିବ ନା 1 ବାଇ 2। 1 ମାଇନସ 1 ମାଇନସ 3 କେତେ ହେଇଯିବ ନା 2 ବାଇ 3। ତାହେଲେ କେତେ 2 3 6 ହେଲେ କେତେ 12 କଟିଗଲା। ତ କେତେ ଆସିବ? 24 ଆସିବ। କେତେ ଆସିବ? 24 ଆସିବ। ଆଉ ଠିକ ଗୋଟିଏ ମାତ୍ର ସେ କହିଲେ ଯେ n ଏନି ନମ୍ବର। n କଣ କହିଲେ? ସେ କଣ ଫର୍ମାଟ କଣ କହିଲେ? n ହଉଛି ଗୋଟେ ପ୍ରାଇମ ନମ୍ବର। କିନ୍ତୁ ଇଏ କଣ କହିଲେ ନା n ହଉଛି ଏନି ନମ୍ବର। n ହଉଛି କଣ? ଏନି ନମ୍ବର। କିନ୍ତୁ ଆଙ୍କର ଗୋଟିଏ ମାତ୍ର କଣ୍ଡିସନ କଣ ନା a ଆଉ n କଣ ହେଇଥିବେ? ଓ ପ୍ରାଇମ ହେଇଥିବେ। କଣ ହେଇଥିବେ? ଓ ପ୍ରାଇମ ହେଇଥିବେ। ବୁଝିପାରିଲେ? n ଏନି ନମ୍ବର ଆଉ a n କଣ ହେଇଥିବେ? ନା ଓ ପ୍ରାଇମ ହେଇଥିବେ। ବୁଝିପାରିଲେ ନା ବୁଝିପାରିଲେ? a ଏନି ନମ୍ବର ଆଉ a n କଣ ହେଇଥିବେ? ନା ଓ ପ୍ରାଇମ ହେଇଥିବେ। ତ ଦେଖନ୍ତୁ ଭାଇ ମାନେ a n ଯଦି ଓ ପ୍ରାଇମ ହେଇଥିବେ ତ ଦେଖନ୍ତୁ ମୁଁ ଗୋଟେ କଣ କହିଲି 72, ତାହେଲେ 31 ର ପାୱାର କେତେ ଅଛି? ଦେଖନ୍ତୁ 31 ର ପାୱାର ମାନଙ୍କର ଅଛି କେତେ? ନା 24 ଅଛି। ତାକୁ ଯଦି ମୁଁ 72 ରେ ହରିବି ତାହେଲେ ମୋ ରିମାଇଣ୍ଡର କେତେ ଆସିବ? 1 ଆସିବ। ଦେଖନ୍ତୁ 72 ର 12 ଫଙ୍କସନ କେତେ କାଟିଲି? 24 କାଢିଦେଲି। 31 ଆଉ 72 ହଉଛନ୍ତି କଣ? ନା ଦିଟା କୋ ପ୍ରାଇମ ନମ୍ବର। ଯଦି ଏମାନେ କୋ ପ୍ରାଇମ ହେଇଗଲେ ତାହେଲେ ଏମାନଙ୍କର ଦେଖନ୍ତୁ 72 12 ଫଙ୍କସନ 24 ଯୋଗୁ ତା ରିମାଇଣ୍ଡର କେତେ ଆସିବ? 1 ଆସିବ। ତ ଏଥିରୁ ଆପଣ ବହୁତ ଗୁଡିଏ କ୍ୱେଶ୍ଚିନ ସଲ୍ଭ କରିପାରିବେ। ଦେଖନ୍ତୁ ମୁଁ ଆପଣଙ୍କୁ ବହୁତ ଗୁଡିଏ କ୍ୱେଶ୍ଚିନ ସଲ୍ଭ କରି ଦେଖଉଛି ଆଉ ୟା ପାଇଁ ଆମେ ପ୍ରାକ୍ଟିସ ବେଳେ ବହୁତ ଗୁଡିଏ କ୍ୱେଶ୍ଚିନ ନବା। ବୁଝିପାରୁଛୁ? ବହୁତ ଗୁଡିଏ କ୍ୱେଶ୍ଚିନ ନବା। ବୁଝିପାରୁଛ ନା ବୁଝିପାରୁନ? ଦେଖନ୍ତୁ ମୁଁ କହୁଛି ଗୋଟେ ନମ୍ବରଟେ ଆମର କହିଲି 24 କେତେ ଅଛି ନା 13 ପାୱାର ଅଛି ମନେକର ଅଛି ମନେକର ଆପଣଙ୍କର 13 ପାୱାର ଅଛି 27 ଅଛି। ପଚାରିଛି କ୍ୱେଶ୍ଚିନରେ ରିମାଇଣ୍ଡର କେତେ ଆସିବ? ରିମାଇଣ୍ଡର କେତେ? ଏଠି ଦେଖିଲେ ଆପଣ ଫର୍ମୁଲା ମୁଁ ଥିଓରମ ଲାଗୁନି କଣ ପାଇଁ? ଏଇଟା ଗୋଟେ ପ୍ରାଇମ ନମ୍ବର ନୁହେଁ। ବର୍ତ୍ତମାନ ଏଠି ଦେଖିଲେ ଗୋଟେ ଜିନିଷ ଏଠି 13 ଆଉ 24 ମାନେ କହୁଛନ୍ତି ନା ପରସ୍ପର କୋଉ ପ୍ରାଇମ ହଉଛନ୍ତି। ତ ଏଥିରୁ ଆମେ ଗୋଟେ ଜିନିଷ ଏଠି କାହାର ଥିଓରମ ଲାଗିପାରିବ? ଏଠି ୟୁଲରଙ୍କ ଥିଓରମ ଲାଗିବ। ତ ତା ପୂର୍ବରୁ ମତେ କଣ କରିବାକୁ ପଡିବ? ନା ତା ପୂର୍ବରୁ ମତେ 24 ର 12 ଫଙ୍କସନ କେତେ କାଢିବାକୁ ପଡିବ। ତାହେଲେ କଣ କରିବାକୁ ପଡିବ? 24 ର 12 ଫଙ୍କସନ କେତେ? ତ ପ୍ରଥମେ 24 କଣ କରିବି? ପ୍ରାଇମ ଫ୍ୟାକ୍ଟର୍ସ କରା 8 3 କି 24। ତା ଅର୍ଥ କେତେ ହେଇଯିବ? 2 ର ପାୱାର 3 ଇଣ୍ଟୁ କେତେ? 3 ହେଇଯିବ। ବୁଝିପାରିଲେ? ତାହେଲେ ମୋର 12 ଫଙ୍କସନ କେତେ? 24 ଗୁଣନ କେତେ? 1 ମାଇନସ 2 ଅଛି ତ 1 ବାଇ 2 କେତେ?
1/3 जो प्राइम नंबर होला ताकू नै प्रोडक्शन करा जाय 24 टू केते 1/2 इनटू केते 2/3 ভিতরে 6 হলে কেতে 4 4 দুগুণে 8 কেতে যাଉଛି 8 ହେଇଯାଉଛି ବୁଝିଗଲା 8 ହେଇଯାଉଛି ତାଠୁ ମୁଁ ଆକୁ ଏମିତି ଭାଙ୍ଗି ପାରିବି ଏଇ ଯୋଉ ଜିନିଷଟାକୁ ମୁଁ ଏମିତି ଭାଙ୍ଗି ପାରିବି 13 ତାହେଲେ 8 ର ମଲ୍ଟିପ୍ଲାୟର ଭାଙ୍ଗିବାକୁ ପଡିବ ତାହେଲେ କେତେ ହେଇଯିବ 8 3 24 24 ଟା ତାର ପାଖାପାଖି ଅଛି ଆଉ କେତେ 13 ପାୱାର 3 ଡିଭାଇଡ୍ ବାଇ କେତେ ନା 24 ଏମିତି କରିପାରିବି ବୁଝିପାରିଲେ ଏମିତି କରିପାରିବି ବର୍ତ୍ତମାନ ଦେଖିଲେ ଭାଇ ମାନେ ଦେଖିଲେ ଏଠି ତ ଯେତେବେଳେ ମୁଁ ହରୁଛି ମୋ ରିମାଇଣ୍ଡର କେତେ ଆସିବ ନା 1 ଆସିବ ବର୍ତ୍ତମାନ 13 ଗୁଣନ 13 ଗୁଣନ 13 ଡିଭାଇଡ୍ ବାଇ କେତେ ନା 24 ହେଲା 13 ଗୁଣନ 13 ଗୁଣନ 13 ଡିଭାଇଡ୍ ବାଇ କେତେ 24 ଅଛି ତାହେଲେ ଭାଇ ମାନେ ଦେଖିଲେ ଗୋଟେ ରିମାଇଣ୍ଡର କେତେ ଆସିବ ତାହେଲେ ଏଟାକୁ ଆପଣ ଗୁଣି ଦିଅନ୍ତୁ ଗୁଣିକି କରନ୍ତୁ ସହଜ ହବ ହେଲା ଗୁଣିକି କରନ୍ତୁ ସହଜ ହବ ମାନେ ଆପଣ ଏମିତି କରିପାରିବେ ଏଇଟା କରିଦିଅ କେତେ 169 ଗୁଣନ 13 ବାଇ କେତେ 24 ଯଦି 169 କୁ ମୁଁ 24 ରେ ହରିବି ତାହେଲେ ମୋ ଭାଗଶରେ କେତେ ଆସିବ କହିଲେ ଭାଇ ମାନେ 169 କୁ 24 ରେ ହରିଲେ 24 ସଂଖ୍ୟା କେତେ 24 ସଂଖ୍ୟା ହଉଛି କେତେ ନା 168 ମୋ ଭାଗଶରେ କେତେ ଆସିବ ନା 1 ଆସିବ ଏଠି ଆସିବ 13 ତାହେଲେ ମୋ ରିମାଇଣ୍ଡର କେତେ ଆସିବ ନା ରିମାଇଣ୍ଡର ଆସିବ ଆପଣଙ୍କର 13 ବୁଝିପାରିଲେ ତ ଏଇଭଳି ଭାବେ ଆପଣ ୱିଲସନ୍ ଥିଓରମ୍ ସରି ୟୁଲର ଥିଓରମରୁ ଆପଣ ମାନେ କଣ କରିପାରିବେ ନା ଯେକୌଣସି ଗୋଟେ ନମ୍ବର ମାନେ ଏଇ ଯୋଉ ଡିଭିଜନ ବେଳେ ୟାର କଣ କରିପାରିବେ ନା ରିମାଇଣ୍ଡର କାଢିପାରିବେ ବୁଝିପାରୁଛୁ ତ ଆମେ ଦେଖିବା ଏଥିରୁ ଆମର ଯୋଉ ଫର୍ମାଟ ଥିଓରମ୍ ସେଥିରୁ ଆମର ୱିଲିୟମ୍ସ ଥିଓରମ୍ କିପରି ୱିଲିୟମ୍ସ ଥିଓରମରୁ ଫର୍ମାଟ ଥିଓରମ୍ କିପରି ବାହାରିଛି ତ ଆମେ ଏଇଟା ଯେ ୱିଲିୟମ୍ସ ଥିଓରମ୍ କହିଲେ ଏଇଟା କଣ କହିଲେ ୱିଲିୟମ୍ସ ଥିଓରମ୍ କହିଲେ କଣ ଏଟା ବାହାର ହଉଛି କଣ ପଏଣ୍ଟ ଫଙ୍କସନ ଅଫ ଏ ନ କେତେ ରିମାଇଣ୍ଡର ଅଛି 1 କିନ୍ତୁ ୟୁଲର ୱିଲସନ୍ ଥିଓରମ୍ ସରି ଫର୍ମାଟ ଥିଓରମ୍ କଣ କହିଲେ a ର ପାୱାର p - 1 by p ମୋର ବାହାରୁଛି ରିମାଇଣ୍ଡର କେତେ 1 ତ ଭାଇମାନେ ଦେଖିଲେ ତାହେଲେ ଏଠି ଏ ନା ଏନି ନମ୍ବର କିନ୍ତୁ ଏଠି କଣ ହଉଛି ନା ଗୋଟେ କଣ ନା ପ୍ରାଇମ ନମ୍ବର ହଉଛି ଏଠି କଣ ହଉଛି ମୋର ଗୋଟେ ପ୍ରାଇମ ନମ୍ବର ହଉଛି ତାହେଲେ ମୁଁ ଦେଖିଲେ ପ୍ରାଇମ ନମ୍ବର ଯେକୌଣସି ଗୋଟେ ପ୍ରାଇମ ନମ୍ବର ମୁଁ ଟୋଏନ୍ ଫଙ୍କସନ ଯଦି କାଢିବି କଣ କାଢିବି ଟୋଏନ୍ ଫଙ୍କସନ ଯଦି କାଢିବି ଦେଖିଲେ ପ୍ରାଇମ ନମ୍ବର ମୁଁ ନେଇଲି କେତେ ନା 7 7 କୁ ତ ମୁଁ ପ୍ରାଇମ ଫ୍ୟାକ୍ଟର କହିପାରିବି କାରଣ 7 ନିଜେ ଗୋଟେ ପ୍ରାଇମ ନମ୍ବର ତାହେଲେ ତା ଟୋଏନ୍ ଫଙ୍କସନ କେତେ ଆସିବ ତା ଟୋଏନ୍ ଫଙ୍କସନ ହବ 7 କେତେ ଆସିବ ନା 7 ଗୁଣନ କେତେ 1 ମାଇନସ 1 ବାଇ 7 ବୁଝିପାରିଲେ କେତେ ଆସିବ 1 ବାଇ 1 ବାଇ 7 ଗୁଣନ କେତେ 6 ବାଇ 7 7 କଟିଗଲା ମୋର କେତେ ଆସୁଛି ନା 6 ଆସୁଛି ତାହେଲେ ଦେଖିପାରିବେ ଆପଣ ଯେକୌଣସି ଗୋଟେ ପ୍ରାଇମ ନମ୍ବର ଟୋଏନ୍ ଫଙ୍କସନ ସବୁବେଳେ କେତେ ଆସିବ ନା p - 1 ଆସିବ ମାନେ କଣ ତାର ପୂର୍ବବର୍ତ୍ତୀ ସଂଖ୍ୟାଟା ଆସିବ ସେଥିପାଇଁ ଏଇ କ୍ୱେଶ୍ଚିନ୍ ଏଇ ଫର୍ମୁଲା ଯାହା ଆପଣଙ୍କର କଣ ନା ଯୋଉ ୟୁଲର ଥିଓରମ୍ ଯାହା ଫର୍ମାଟ ଥିଓରମ୍ ସେଇଆ କିନ୍ତୁ ଫର୍ମାଟ ଥିଓରମ୍ କଣ କହୁଛି ନା p ଗୋଟିଏ ପ୍ରାଇମ ନମ୍ବର ହେଇଥିବ ବୁଝିପାରିଲେ ସମସ୍ତେ p ଗୋଟେ କଣ ହେଇଥିବ ନା ପ୍ରାଇମ ନମ୍ବର ହେଇଥିବ ଆଇ ହୋପ କି ସମସ୍ତଙ୍କର କନସେପ୍ଟ କ୍ଲିୟର ଥିବ ତାପରେ ଆଉ ଗୋଟେ ଜିନିଷ ରହିଲା ନମ୍ବର ସିଷ୍ଟମରେ ଯୋଉଟା କି ଆପଣ ପଢିଦବା ତାପରେ ଆପଣଙ୍କ ନମ୍ବର ସିଷ୍ଟମ କମ୍ପ୍ଲିଟଲି ସରିଯିବ ତାପରେ ଆମେ ବହୁତ ଗୁଡିଏ କ୍ୱେଶ୍ଚିନ୍ ନେଇକି ଆମେ କଣ କରିବା ନା ତାକୁ ସଲ୍ଭ କରିବାକୁ ଟ୍ରାଏ କରିବା ଠିକ ଅଛି ଆଉ ଗୋଟେ ଅଛି କଣ ନା ଆପଣଙ୍କର ନା କଞ୍ଜୁଗେଟିଭ ରିମାଇଣ୍ଡର କଞ୍ଜୁଗେଟିଭ ରିମାଇଣ୍ଡର କଣ ଆପଣ ଦେଖନ୍ତୁ କଞ୍ଜୁଗେଟିଭ ରିମାଇଣ୍ଡର କଣ ଆପଣଙ୍କର ଆଉ ଗୋଟେ ଜିନିଷ ଥିଲା ସେଇ ଗୋଟେ ସରିଗଲା ଆପଣଙ୍କର ନମ୍ବର ସିଷ୍ଟମ ପୁରା କମ୍ପ୍ଲିଟ କଞ୍ଜୁଗେଟିଭ ରିମାଇଣ୍ଡର କଣ କଞ୍ଜୁଗେଟିଭ ରିମାଇଣ୍ଡର କଣ କହିଲା ଭାଇ ମାନେ କହିଲେ କହିଲା ଗୋଟେ ନମ୍ବର ମାନଙ୍କର ଅଛି ଆପଣଙ୍କର କେତେ ନା ଗୋଟେ ନମ୍ବର ଅଛି 8697 ତାକୁ ମୁଁ 17 ରେ ହରିଲି କେତେ ରହିଲି 8697 ତାକୁ ମୁଁ କେତେ 17 ରେ ହରିଲି ହେଲା 17 ପଞ୍ଚା କେତେ 85 ଭାଗଶୀ ପଡିଲା 1 ଆଉ ଓହ୍ଲେଇଲା କେତେ 9 17 କେ 17 ମୋର ଭାଗ 2 17 17 କେ 17 ଭାଗଶୀ ପଡିଲା କେତେ 10 ତାହେଲେ ଆପଣ ମାନେ ଦେଖିପାରୁଥିବେ ଏଠି 1 ଏଠି କେତେ 2 ଆଉ ଏଠି କେତେ ନା 10 2 1 10
ଏମାନେ ହଉଛନ୍ତି କଣ ନା କଞ୍ଜୁଗେଟିଭ ରିମାଇଣ୍ଡର। ଦେଖନ୍ତୁ ସରି କେତେ 1 2 10 ଯୋଉ ଏଠି 1 ବଢିଲା, ଏଠି 2 ବଢିଲା, ଏଠି 10 ବଢିଲା, ତାହେଲେ ଏମାନେ ହଉଛନ୍ତି କଣ ନା କଞ୍ଜୁଗେଟିଭ ରିମାଇଣ୍ଡର। କଣ ମାନେ କଞ୍ଜୁଗେଟିଭ ରିମାଇଣ୍ଡର। ଆଉ ଗୋଟେ ଜିନିଷ ଆପଣ ଦେଖିବେ, ଏଠି ଯୋଉ ଗୋଟେ 85 ନମ୍ବର, ଏଠି ଯୋଉ 17 ନମ୍ବର, ଏଠି 17 ନମ୍ବର, ଏଠି ଗୋଟେ କଣ 85, ଏଠି 17, ଏଠି 17। ଯଦି ଆପଣ ଏଇ ନମ୍ବର ଗୁଡ଼ିକର ଏଚସିଏଫ ନେବେ, ସବୁବେଳେ ଏଇ ନମ୍ବରଟା ବାହାରିବ। ସବୁବେଳେ କେତେ ବାହାରିବ? ଏଇ ନମ୍ବରଟା ବାହାରିବ। କେତେ ବାହାରିବ? 17 ବାହାରିବ। ତ କଞ୍ଜୁଗେଟିଭ ନମ୍ବର ଉପରେ କେମିତି କ୍ୱେଶ୍ଚିନ୍ ଆସେ ମୁଁ ଆପଣଙ୍କୁ ଗୋଟେ କହୁଛି। ତାହେଲେ ମୁଁ ଗୋଟେ କହୁଛି କ୍ୱେଶ୍ଚିନ୍ ରେ, ବୁଝିପାରିଲେ? ଏବେ ଜାଣିପାରିଲେ କଞ୍ଜୁଗେଟିଭ ରିମାଇଣ୍ଡର କଣ? ଏଇଠୁ ଏଇଠି 1 ଆସିଲା, ଏଠି 2 ଆସିଲା, ଏଠି 10 ଆସିଲା, ଏମାନେ ହଉଛନ୍ତି କଣ କଞ୍ଜୁଗେଟିଭ ରିମାଇଣ୍ଡର। ତ କଞ୍ଜୁଗେଟିଭ ରିମାଇଣ୍ଡର ଉପରେ କ୍ୱେଶ୍ଚିନ୍ ଆସେ କେମିତି କହିଲେ ଭାଇମାନେ? କଞ୍ଜୁଗେଟିଭ ରିମାଇଣ୍ଡର ଉପରେ କ୍ୱେଶ୍ଚିନ୍ ଆସେ ଆପଣଙ୍କର, ଗୋଟେ କ୍ୱେଶ୍ଚିନ୍ ଦେଇଛି, ଯଦି ମୁଁ କଣ କରିବି ନା କଞ୍ଜୁଗେଟିଭ ରିମାଇଣ୍ଡର ଉପରେ କ୍ୱେଶ୍ଚିନ୍ ଆସେ ଆପଣଙ୍କର, କଣ ନା ଯଦି ଗୋଟେ ନମ୍ବରକୁ ମୁଁ କଣ କଲି 6 8 5 4 3, ତ ଗୋଟେ ମିନିଟ୍ କ୍ୱେଶ୍ଚିନ୍ ମୁଁ ନେଇକି ଆସୁଛି। ହ୍ୟାଲୋ ହ୍ୟାଲୋ, ଦେଖନ୍ତୁ ଗୋଟେ କ୍ୱେଶ୍ଚିନ୍ କହୁଛି ଆପଣଙ୍କୁ। ସମସ୍ତେ ତ ଗୋଟେ କ୍ୱେଶ୍ଚିନ୍ କହୁଛି, ଯଦି ଗୋଟେ ନମ୍ବର n କୁ ସକ୍ସେସିଭଲି ଡିଭିଜିବଲ କରାଯିବ, କେତେ ନା 4 5 ଆଉ କେତେ 7 ଦ୍ୱାରା, ତ ରିମାଇଣ୍ଡର ଅପ୍ଟେନ୍ କେତେ 3 1 4 ସକ୍ସେସିଭଲି। ତାହେଲେ ତାକୁ ଯଦି ମୁଁ ଦେଖନ୍ତୁ, ସେ କହିଲା ଗୋଟେ ନମ୍ବର ଅଛି, ଗୋଟେ ନମ୍ବର ଅଛି, ଦେଖନ୍ତୁ ମୁଁ ତାର କଞ୍ଜୁଗେଟିଭ କ୍ୱେଶ୍ଚିନ୍ ନମ୍ବର କଣ କହୁଛି। ତାହେଲେ ଗୋଟେ ନମ୍ବର ଅଛି, ଗୋଟେ n ଗୋଟେ ନମ୍ବର ଅଛି, ହେଲା n ଗୋଟେ କଣ ଅଛି ନମ୍ବର ଅଛି। ସେ n ନମ୍ବରକୁ ଯଦି ମୁଁ କଣ କଲି ନା କଞ୍ଜୁଗେଟିଭ ଭାବେ କଣ କଲି ନା 6 5 7 ଦ୍ୱାରା ଡିଭାଇଡ କଲି। କଣ କଲି ନା 6 5 ଆଉ 7 ଦ୍ୱାରା ଡିଭାଇଡ କଲି, ତ ସେ ସକ୍ସେସିଭଲି ଡିଭିଜିବଲ ହେଇଯାଉଛି। ମାନେ ଲାଷ୍ଟ ତା ରିମାଇଣ୍ଡର କେତେ ରହୁଛି ନା 0 ରହୁଛି। ଲାଷ୍ଟ ତା ରିମାଇଣ୍ଡର କେତେ ରହୁଛି 0 ରହୁଛି। ଆଉ କଣ କହୁଛି କହିଲେ, ପ୍ରଥମେ ତ ମାନେ ସକ୍ସେସିଭଲି ଡିଭିଜିବଲ ହେଇଯାଉଛି, ହେଲା, କିନ୍ତୁ ତା ରିମାଇଣ୍ଡର କେତେ କେତେ ରହୁଛି କହିଲେ ଭାଇ ମାନେ 3 1 4 କେତେ ରହୁଛି 3 1 4। ବୁଝିପାରୁଛନ୍ତି? କ୍ୱେଶ୍ଚିନ୍ ଟା ଶୁଣନ୍ତୁ। କ୍ୱେଶ୍ଚିନ୍ ଟା ଗଲା, କ୍ୱେଶ୍ଚିନ୍ କଣ ଗଲା ଭାଇ ମାନେ ନା କ୍ୱେଶ୍ଚିନ୍ ଗଲା ଆପଣଙ୍କୁ, क्वेश्चन कहला आपन को क्वेश्चन आपन को कहूची, क्वेश्चन कहला गोटे नंबर अछि, नंबर 6 रे कितना डिवाइड करी, या अर्थ होची भाई 6 5 7 को मु बोली कंजुगेटिव भाबे डिवाइड करबे। यदि प्रथम 6 रे डिवाइड करी, डिवाइड करला जहां पड़िला तो 5 रे डिवाइड करी, 5 रे डिवाइड करला जहां पड़िला तो 7 रे डिवाइड करी। डिवाइड कला पर कोन छी ना मो सक्सेसफुली डिविजिबल है, माने भागस्य केते बढी होची ना 0 बढी होची। ताले कोन से नंबर टी केते क्वेश्चन आस्ते कोन कर भाई, बट when a number n is successively divisible by केते 6 5 7 giving remainder केते 3 1 4, तो व्हाट इज द नंबर। बुझिबले ता अर्थ देखो गोटे नंबर अछि, ताकू मु कोन गली ना 6 रे डिवाइड करी, केते रे 6 रे डिवाइड करी, 6 रे डिवाइड कर वो रिमाइंडर केते 3 आछि, 3 आछि, तार से नंबर डा रहला। ताकू पुन से कोन गली ना देखो रिमाइंडर जा रहउछि, ताकू पुन कोन ना 5 से भाग पड़ू 5 डिवाइड करी, जहाँ भी रहुछि रहो, तो से कौन रिमाइंडर होछि 1, जहाँ बाहरला तब 7 रे डिवाइड करी, मोर कोन रहुछि ना मोर कोन रहुछि ना भाग शेष रहुछि, मोर भाग शेष केते रहुछि ना 4, ହେଲା ଲାଷ୍ଟ କେତେ 0 ରହିବ, ହେଲା ଭାଗ କର। ତା ତ ପଛରେ ନମ୍ବରଟା କେତେ ବୁଝିପାରିଲ ନା ବୁଝିପାରିଲ? ଗୋଟେ n ଗୋଟେ ନମ୍ବର ଅଛି, ତାକୁ ପ୍ରଥମେ 6 ରେ ଡିଭାଇଡ କଲି, ଡିଭାଇଡ କଲା ପରେ ରିମାଇଣ୍ଡର 3 ରହିଲା, ତାର 6 ଟାକୁ ପୁଣି ଥରେ କଣ କଲି ନା 5 ରେ ସେ ଯୋଉ ସରି ସେ ଭାଗଫଳ ଯାହା ବାହାରିଲା ତାକୁ 5 ରେ ଡିଭାଇଡ କଲି, ତାପରେ ଭାଗ ଶେଷ ବଳିଲା କେତେ 1,
ପୁଣି ତା ଭାଗଫଳ ଯାହା ହେଲେ ତାକୁ 4 ଡିଭାଇଡ କରିବି। ବୁଝି କେତେ ନା 4 ହଉଛି ରିମାଇଣ୍ଡର। ତାହେଲେ ମତେ କୁହନ୍ତୁ ନମ୍ବରଟା କେତେ? ତାହେଲେ ଭାଇମାନେ ଦେଖନ୍ତୁ ଯେତେବେଳେ ଏମିତି କୋଶ୍ଚିନ୍ ଆସିବ ତ ଆପଣମାନେ ଏଇଭଳି ମେଥଡ ଭାବେ ଲେଖିଦେବେ। ଲେଖିଦେଲା ପରେ ଦେଖନ୍ତୁ ଏଠି ଆସୁଥିବ ଭାଗଫଳ 0, ତାର ତ ଏଠି କେତେ ହେଇଥିବ 4 ହେଇଥିବ। ଦେଖନ୍ତୁ 4 ଯଦି ମୁଁ 7 ରେ ହରିବି ତାହେଲେ 7 0 0 ଭାଗଶେଷ ବଳିଗଲା କେତେ 4। ତାହେଲେ ଦେଖନ୍ତୁ ଭାଗଫଳ ହେଲା 0, ଏଠି ହେଲା କେତେ ଭାଗଶେଷ 4, କେତେ ରହିଲା 4 ରେ ରହିଲା। ଯୋଉ ସକ୍ସେସିଭଲି ଡିଭିଜିବଲ ହେଇଯାଉଛି ତାହେଲେ ଲାଷ୍ଟ ଭାଗଫଳ କେତେ ରହୁଛି 0 ରହୁଛି। ତାପରେ ଦେଖିଲେ ଭାଇମାନେ ଏଠି ମୋର କେତେ ଆସିବ? ତାହେଲେ ଦେଖନ୍ତୁ ଭାଇମାନେ ଏଠି ମୋର କେତେ ଆସିବ କହିଲେ ଭାଇମାନେ 5 ଚଉକୁ 20 ପ୍ଲସ 1 କେତେ ଆସିଥିବ ନା 21। ତାଠୁ ମଧ୍ୟ 21 କୁ ଯଦି 5 ରେ ହରିବି ତାହେଲେ ମୋର କେତେ 5 କୁ 20 20 ହେଲେ ମୋର ଭାଗଶେଷ କେତେ ଆସିବ ନା 1 ଆସିବ। ଦେଖିଲେ 1 ଆସିଲା 1 ଆସିଲା। ବର୍ତ୍ତମାନ ଏଠି କେତେ ଆସିବ ଦେଖିଲେ ଭାଇମାନେ ତାହେଲେ ଏଇଟା ମୁଁ ଏଥିରେ ଗୁଣିବି ଏଇଟା ମିଶେଇବି, ଏଇଟା ଗୁଣିବି ଏଇଟା ମିଶେଇବି। ତାହେଲେ ମୋର କେତେ ହେଲା 21 126 ପ୍ଲସ 3 ତାହେଲେ ମୋର କେତେ ବାହାରି ପଡିବ 129 ବାହାରି ପଡିବ 129। ତ ସେ ନମ୍ବରଟା କେତେ ଭାଇମାନେ 129। ବୁଝିପାରିଲେ? এইଭଳିଆ କୋଶ୍ଚିନ୍ ଆସିବ। ବୁଝିପାରିଲେ ନା ବୁଝିପାରିଲେ? ବୁଝିପାରିଲେ? ବୁଝିପାରିଲେ ତ ସମସ୍ତେ? এইটা କଣ ସକ୍ସେସିଭଲି ଡିଭିଜିବଲ ହେଇଯାଉଛି କିନ୍ତୁ କଞ୍ଜୁଗେଟ ରିମାଇଣ୍ଡର କେତେ ଆସିବ 3 1 4। ଏଇଭଳିଆ ବି କ୍ୱେଶ୍ଚିନ୍ ଆସିଥାଏ ବହୁତ ଭାଇମାନେ ଛାଡ଼ିକି ଆସିଥାନ୍ତି। ତ ଆପଣମାନଙ୍କୁ ଏଥିପାଇଁ କୁହାଗଲା ଯେ ଯେହେତୁ ଆମେ ବେସିକରୁ ପୁରା ଆଡଭାନ୍ସ ଲେଭେଲ ପର୍ଯ୍ୟନ୍ତ ପଢୁଛେ ତ ସେଥିପାଇଁ ଆପଣମାନେ ଏଇଟା ଲକ୍ଷ୍ୟ ରଖିବା ଦରକାର। ଆଉ ଗୋଟେ କ୍ୱେଶ୍ଚିନ୍ କହୁଛି ସମସ୍ତେ ବୁଝିଯିବେ। ସେ କହିଲା ଗୋଟେ ନମ୍ବରଟେ ଅଛି ହେଲା, ସେ ନମ୍ବରକୁ ମୁଁ ଯଦି 8 7 6 ଦ୍ୱାରା ସକ୍ସେସିଭଲି ଡିଭିଜନ କଲି 8 7 6 ହେଲା। ସକ୍ସେସିଭଲି ଡିଭିଜନ ମାନେ ଲାଷ୍ଟକୁ ଯେତେବେଳେ ଭାଗଫଳଟା 0 ରହିବ। ଆମର କଞ୍ଜୁଗେଟ ରିମାଇଣ୍ଡର କେତେ ଅଛି ନା 5 4 ଆଉ 3 ଏଟା ହଉଛି ରିମାଇଣ୍ଡର, ଏଟା ହଉଛି କଣ ଏଟା ହଉଛି କଣ ଡିଭିଜନ ହେଲା। ଏଟା ହଉଛି କଣ ଡିଭିଜନ। ଦେଖନ୍ତୁ କିନା ଗୋଟେ ନମ୍ବର ଅଛି n ଗୋଟେ ନମ୍ବର ଅଛି n କଣ କଲି ନା ମୁଁ 8 ରେ ଭାଗ କଲି କେତେରେ 8 ରେ ଭାଗ କଲି। ତାହେଲେ ମୋର ଭାଗଫଳ ଯାହା ବଳିଲା ଭାଗଫଳ ଭାଗଶେଷ କେତେ ବଳିଲା 5 ବଳିଲା। ପ୍ରଥମେ 8 ରେ ଭାଗ କଲି ଭାଗଫଳ କେତେ ବଳିଲା 5 ବଳିଲା। ତାପରେ ଦେଖନ୍ତୁ ଯେତେବେଳେ ମୁଁ ତାକୁ ପୁଣି ଥରେ କଣ କଲି ନା 7 ରେ ରହିଲି କେତେ ରହିଲି 7 ରେ ରହିଲି। 7 ରହିଲା ପରେ ମୋର ଭାଗଫଳ ଯାହା ବଳିଲା ତା ଭାଗଶେଷ ବଳିଲା କିନ୍ତୁ 4 ବଳିଲା। ତ ପୁଣି ଥରେ କେତେ ରହିଲି 6 ରେ ରହିଲି। 6 ରେ ରହିଲା ପରେ ମୋର ଭାଗଶେଷ ବଳିଲା 3, ଲାଷ୍ଟ ମୋ ଭାଗଫଳ କେତେ 0 ହଉଛି ହେଲା। ତାପରେ ପଚାରୁଛି n ନମ୍ବରଟା କେତେ? ଯେତେବେଳେ ଏମିତି କ୍ୱେଶ୍ଚିନ୍ ଦେଇଥିବ ଆପଣମାନେ କଣ କରିବେ ଦେଖନ୍ତୁ ଯଦି ଯଦି ଏଠି 0 ବାହାରିଲା ଏଠି କେତେ ଆସିବ 3 ଆସିବ। ଯଦି ଦେଇଥାନ୍ତା ମନେକର ଲାଷ୍ଟ ସକ୍ସେସିଭଲି 0 ଆସିଲା ତାହେଲେ ଏଠି କେତେ ଆସିବ ଏଇଠି ଏଥିରେ ଗୁଣିବେ ଏଇଟା ଏଥିରେ ମିଶେଇବେ 7 × 21 21 କେତେ 25। ବର୍ତ୍ତମାନ ପଚାର ତାର ନମ୍ବରଟା ପଚାରୁଛନ୍ତି ଏଇଟା ଏଥିରେ ଗୁଣିବେ ଏଇଟା ମିଶେଇବେ 8 କୁ 25 ଗୁଣିଲେ 200 ଏଟା ହେଇଛି କେତେ ବୁଝିପାରିଲେ? ସେ ନମ୍ବରଟା କେତେ ହବ 205। ଏହା ଦ୍ୱାରା ଆପଣଙ୍କର ସକ୍ସେସିଭ ରିମାଇଣ୍ଡରର କ୍ୱେଶ୍ଚିନ୍ ଭାଇମାନେ ଏଇଭଳି ଆସିବ। ଯଦି ଆମେ ଗୋଟେ ନମ୍ବରକୁ କଞ୍ଜୁଗେଟିଭ ଭାବେ 8 7 6 ଦ୍ୱାରା ଡିଭାଇଡ କରିବା ତ ତାର କଞ୍ଜୁଗେଟିଭ ରିମାଇଣ୍ଡର ଆସେ 5 4 3 ସକ୍ସେସିଭଲି ଡିଭିଜିବଲ ଯଦି ହେଇଯାଏ ତ ସେ ନମ୍ବରଟି କେତେ? ତ କ୍ୱେଶ୍ଚିନ୍ ଆପଣ ଏଇଭଳି ଭାବେ କରିବେ। ତ ଏହା ଥିଲା ଆପଣଙ୍କ ନମ୍ବର ସିଷ୍ଟମର କମ୍ପ୍ଲିଟଲି କନସେପ୍ଟ। ଯଦି ବି କିଛି କାହାର ଡାଉଟ ରହିଛି ତାହେଲେ ଆମର ଟେଲିଗ୍ରାମ ଗ୍ରୁପକୁ ଯାଇକି ଆପଣମାନେ ସେଥିରେ ମେସେଜ କରିପାରିବେ। ଠିକ ଅଛି? ସମସ୍ତଙ୍କୁ ଜୟ ଜଗନ୍ନାଥ ଶୁଭ ସକାଳ। ଯଦି କ୍ଲାସ ଆପଣଙ୍କୁ ଭଲ ଲାଗୁଛି ପ୍ଲିଜ ଫ୍ରେଣ୍ଡ ମାନଙ୍କ ସହିତ ସେୟାର କରିବେ। ଆଉ ଯଦି କିଛି ଡାଉଟ ରହିଛି ଆପଣମାନଙ୍କ ପାଇଁ ଟେଲିଗ୍ରାମ ଗ୍ରୁପ ଅଛି ସେଟା ଜଏନ୍ ନେଇକି ଆମକୁ କଣ କହିପାରିବେ ନା ଡାଉଟ ପଚାରିପାରିବେ। ଠିକ ଅଛି?